ଜାନୁଆରୀ 26ର ଭିଡ଼ିଓ ଆପଣ ଦେଖିଲେ। ଜୟ ଜୟ କହିଲେ, ଝିଙ୍ଗା ଭାତ କହିଲେ, ଲାଲ ବାଲ ପାଲ କହିଲେ। ତାପଟେ ମା ଆମର ଚକୋଲେଟ୍ ବାଣ୍ଟୁଥିଲେ। ତ ଆମର କୋଡ଼ିପାଲର ଅଙ୍ଗନବାଡ଼ିର ଛୁଆମାନେ ଆଉ ପ୍ରାଥମିକ ବିଦ୍ୟାଳୟର ଛୁଆମାନେ ଆସିଥିଲେ, ଆଉ ଆମର ଅସ୍ତିଆରୁ ଏମଇ ସ୍କୁଲର ଛୁଆମାନେ ଆସିଥିଲେ। ଦିଦି ସମସ୍ତଙ୍କୁ ନେଇକିରି ସେପଟେ ଆମର କୋଡ଼ିପାଲ ଛକ ପର୍ଯ୍ୟନ୍ତ ଯାଇଥିଲେ। ଫେରିବା ସମୟରେ ଆମେ ସବୁ ଚକୋଲେଟ୍ ଦେଇଥିଲୁ। ତାପରେ ତାଙ୍କର କିଛି ଭିଡ଼ିଓ ସୁଟ୍ କରିଥିଲି ମୁଁ ଦିଦିଙ୍କର। ଆସିଲା ପରେ ତାପରେ ଟିକେ ସେ ଆମର ପ୍ୟାରେଡ଼ ଦେଖୁଥିଲୁ, କେତେ ସୁନ୍ଦର ଭାବରେ ସାହସିକତାର ସହିତ ସେମାନେ ପ୍ରଦର୍ଶନ କରୁଛନ୍ତି। ତାପରେ ଆମେ ଭାଇ ସହିତ ବାହାରି ଯାଇଥିଲୁ ଆମର ବହୁଡ଼ାଗୁଡ଼ା ଆଡ଼କୁ। ତା ଭିତରେ ଆମେ ବଡ଼ ନାନୀଙ୍କ ଘରକୁ ଯାଇଥିଲୁ। ଆଉ ସେଥିରେ ଆପଣଙ୍କୁ ମୁଁ ଦେଖେଇବି ରାସ୍ତା କେତେ ଖରାପ, ଆଉ କେମିତି ଅଙ୍କା ବଙ୍କା ଦେଇକି ସେ ଗଳିରେ ଯାଇଛି। ଯେଉଁଟାକି ଆମେ ଯିବା ସମୟରେ ନାନୀଙ୍କ ପାଇଁ ଆମର ପାହାଡ଼ ରସଗୋଲା ଭୁବନେଶ୍ୱର ମିଠା ଚଖେଇବା ପାଇଁ ନେଇଯାଇଥିଲୁ। ତ ଦେଖିପାରୁଥିବେ, ତ ଏଠି ଜଣେ ଦିଦି ଥିଲେ, ସେ ବିକ୍ରି କରୁଥିଲେ। ତ NHର ରାଇଟ୍ ସାଇଡ଼୍ରେ ଥିଲା। ତ ତାପରେ ପରେ ଆମେ ପହଞ୍ଚି ଯାଇଥିଲୁ ଝାଡ଼ପୋଖରିଆ ଯାଇକି। ଏଇଟା ବମ୍ବେ ଛକ ବାଁ ପଟକୁ ଯାଇଛି। ଆପଣ ବାଙ୍ଗିରିପୋଷି ସିଧା ଯଦି ଯିବେ ଆପଣ ସାରସକଣା ଆଡ଼କୁ, ଆଉ ରାଇଟ୍ ସାଇଡ଼୍କୁ ଯିବେ ବହୁଡ଼ାଗୁଡ଼ା, ଯେଉଁଟାକି ଆପଣଙ୍କର ଝାଡ଼ଖଣ୍ଡ ଏରିଆରେ ଯାଉଛି। ତ ମାତ୍ର ଯଦି କୁହାଯିବ ତ ସେଇଠୁ 8 କିଲୋମିଟର ହେଉଛି ଜାମଶଳା। ଏଇଟା ଦେଖନ୍ତୁ ଆମର ବର୍ଡ଼ର ଯେଉଁଟା ରହୁଛି ସୁବର୍ଣ୍ଣରେଖା ନଦୀର ଯେଉଁ ବ୍ରିଜ୍ଟି ରହୁଛି। ତ ଏଇଠୁ ମାତ୍ର 8 କିଲୋମିଟର ବମ୍ବେ ଛକକୁ। ତ ଏଇଠୁ ଆପଣଙ୍କର 4ରୁ 5 କିଲୋମିଟର ରହିବ ନିଶ୍ଚିତପୁର, ଯେଉଁଟାକି ଆପଣଙ୍କ ଏଇଠୁ ଯେଉଁ ଦେଖିପାରୁଥିବେ ଛକଟା, ସେଇଠୁ ମାତ୍ର ଜାମଶଳାରୁ ଆପଣଙ୍କ 3 କିଲୋମିଟର ପରେ ପଡ଼େ। ତ ତାପରେ ଆମେ ସେ ଗଳିରେ ଯିବୁ 3 କିଲୋମିଟର ପାଖାପାଖି। ଯେତେବେଳେ ଆପଣ ବାମ ପଟକୁ ଯିବେ ସେ ଅଣ ଅସାରିଆ ରାସ୍ତାରେ ହିଁ ଆପଣଙ୍କୁ ଯିବାକୁ ପଡ଼ିବ, ଯେଉଁଟାକି NHରୁ ହିଁ ଯିବାକୁ ପଡ଼ିବ। ପ୍ରଥମେ ସବୁ ଯଦି କଥା କହିବା ତାହେଲେ ବହୁତ ସାରା ବ୍ରାହ୍ମଣମାନଙ୍କର ପରିବାର ପାର ହେଲା ପରେ ପରେ ଆମର ଏମିତି ସବୁ ପରିବାର ସବୁ ଆସିବ, ଯେଉଁଟାକି ସାଇଡ଼୍ରେ ବିଲ ବାଡ଼ିଙ୍କର ଥିବ। ତ ସବୁଠୁ ଇଣ୍ଟରେଷ୍ଟିଂ ଥିଲା କୁନି ଛୁଆଟିଏ, ଯେଉଁଟାକି ଛେଳିମାନଙ୍କୁ ନେଇକି ସେ ଘରକୁ ଯାଉଥିଲା। ଆଉ ଏଇଠି ଆପଣଙ୍କର 1/2 କିଲୋମିଟର ପାଖାପାଖି ହେବ ରାସ୍ତା। ଏତେ ଖରାପ ଥିଲା, ଯେଉଁଟାକି ଚଲେଇବାକୁ ମଧ୍ୟ ଡର ଲାଗୁଥିଲା। ଆଉ ଯଦି କୁହାଯିବ ତ ସବୁଠୁ ଆଉ ଗୋଟେ ସୁନ୍ଦର ଆଉ ଆକର୍ଷଣ ଥିଲା, ଯେତେବେଳେ ଆମେ ବାଇକ୍ରେ ଯାଉଥିଲୁ, ଲେଫ୍ଟ ସାଇଡ଼୍ରେ ରାଇଟ୍ ସାଇଡ଼୍ରେ ବହୁତ ସାରା ଧାନ ଚାଷ କରାଯାଉଥିଲା। ଆଉ ପାଣିର ଯେଉଁ ଜଳସେଚନ ସୁବିଧା କରିଥିଲେ, ଆଉ ତାପରେ ଯେଉଁ ସବୁଜ ଆପଣଙ୍କ ଧାନ ଚାଷର ଯେଉଁ ସୁନ୍ଦରତା ବହୁତ ହି ଆକର୍ଷଣ କରୁଥିଲା। ତ ଯଦି କୁହାଯିବ ତ ମୁଁ ଭିଡ଼ିଓ ସେଗୁଡ଼ାର ବହୁତ ସୁଟ୍ କରୁଥିଲି। 2ରୁ 2.5 କିଲୋମିଟର ପରେ ପରେ ଆପଣ ପୁଣି ଯେଉଁଟା ରାସ୍ତା ଯାଇଛି ଆପଣଙ୍କୁ ସେପଟେ ବହୁଡ଼ାଗୁଡ଼ାକୁ ଏପଟେ ରାସ୍ତା ମିଶିଛି, ଯେଉଁଟାକି ଆପଣଙ୍କର ମଉଦା ଆଡ଼କୁ ରାସ୍ତା ଅଛି। ତ ସେପଟକୁ ନ ଯାଇକରି ରାଇଟ୍ ସାଇଡ଼୍କୁ ଗଲେ ମାତ୍ର 1/2 କିଲୋମିଟର ପରେ ପରେ ଆପଣଙ୍କର ପୁରା ଭିତରେ ରହିଛି ନାନୀଙ୍କ ଘର। ତ ଯେଉଁଟାକି ଏମିତି ରାସ୍ତାରେ ଆପଣଙ୍କୁ ଯିବାକୁ ପଡ଼ିବ, ଟର୍ଣ୍ଣିଂ ଲେଫ୍ଟ ରାଇଟ୍ ସବୁ ଏମିତି ରହିବ। ତ ସେଇ ଭିତରେ ଆପଣ ପହଞ୍ଚିଯିବେ ନାନୀଙ୍କ ଘରେ। ତ ଯେତେବେଳେ ଫାଇନାଲି ଯଦି କଥା କହିବା, ଏଇଟା ହେଉଛି ପୁରା ଲାଷ୍ଟ ରହୁଛି ନିଶ୍ଚିତପୁରର ପୁରା ଏଣ୍ଡିଂରେ ଆମେ ପହଞ୍ଚି ଯାଇଥିଲୁ ନାନୀଙ୍କ ଘରେ। ତାପରେ ଆଗକୁ କ'ଣ ହେଲା ତ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ କହିବି। ତ ଯେତେବେଳେ ସେଠି ମୁଁ ପହଞ୍ଚିଥିଲି, ସେ ଛକରେ ଦେଖିପାରୁଥିବେ ଜାନୁଆରୀ 26ର କେତେ ସୁନ୍ଦର ଭାବରେ ଚୁନରେ ତାଙ୍କର ମାନେ ଝୁଣ୍ଟି ଟାଇପ୍ର ଦେଇ ଦେଇଛନ୍ତି, ସଜେଇକି ରଖିଛନ୍ତି। ଆଉ ନାନୀଙ୍କର ଯଦି ସ୍ପେଶାଲ୍ କଥା କୁହାଯିବ, ତାପରେ ପରେ ସେ ଯେଉଁ ଆପଣଙ୍କୁ ଧାନ ଚାଷ ହୋଇଥିଲା, ଯେଉଁଠି ପନିପରିବା ଚାଷ କରିଛନ୍ତି, ଆମ୍ବ ଗଛ ରହିଛି। ତ ସେଠି ଯଦି କୁହାଯିବ ତ ବହୁତ ହି ସୁନ୍ଦର ଲାଗୁଥିଲା। ଆଉ ସେଇ ସମୟରେ ଛେଳିମାନଙ୍କର ରୋଗ ମଧ୍ୟ ସେଠି ମାତିଥିଲା କରୋନା ଟାଇପ୍ର। ତାପରେ ସେଠି ଲଙ୍କା ଗୁଡ଼ା ଥିଲା, ମୁଁ ଚୋରି କରିକି ନେଇ ଆସିଥିଲି। এই ভিডিওটি যদি ଆପଣଙ୍କୁ ଭଲ ଲାଗିଥିବ ନିଶ୍ଚିତ ଭାବରେ ଲାଇକ୍ ସେୟାର କମେଣ୍ଟ କରିବେ। ତାପରେ ଆମେ ନେକ୍ସଟ ଦେଖିବା ବୌଡ଼ାଗୁଡ଼ାର, ଯେଉଁଟାକି ଆପଣଙ୍କର ସେଠି ପାର୍କ ମେଳା ହେଉଛି। ବହୁତ ସାରା ଲୋକ ଆସନ୍ତି ସେଠି, ଆପଣଙ୍କର ଭୂତ ପାଖରୁ ଆରମ୍ଭ କରି ଡାଇନୋସର ପାଖରୁ ଆରମ୍ଭ କରିକିରି ବଡ଼ ବଡ଼ ପନିପରିବା ସବୁ ଦେଖିବାକୁ ପାଇବେ, ସବୁଠୁ ବଡ଼ ଯେଉଁଟାକି ନିଶ୍ଚିତ ଭାବରେ ଆପଣଙ୍କୁ ବହୁତ ହି ଭଲ ଲାଗିବ। ଆଉ ଗେଟ୍ କୁହନ୍ତୁ, ସେଟାକ ଲାଇଟ୍ କୁହନ୍ତୁ, ଆଉ ବହୁତ ହି ଆକର୍ଷଣ ରହିଛି। ତ ନିଶ୍ଚିତ ଭାବରେ ନେକ୍ସଟ ଭିଡ଼ିଓକୁ ଅପେକ୍ଷା କରିବା ପାଇଁ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛୁ, ଜୟ ଜଗନ୍ନାଥ।